ବୀର ବୈଷ୍ଣବଙ୍କ ଜୀବନଗାଥା ତୃତୀୟ ଅଧ୍ୟାୟ ସବୁଜ ପତ୍ରର ଅଭିଳାଷ। 1932 ମସିହା। ଦଶମ ଶ୍ରେଣୀ। ସେତିକିରୁ ପାଠପଢ଼ାରେ ଡୋରି ବନ୍ଧା ହେଲା। ସହପାଠୀ ବନ୍ଧୁମାନେ ଢେଙ୍କାନାଳ ହାଇସ୍କୁଲରୁ ଟିସି ନେଇ ବାହାରକୁ ପଳେଇଗଲେ। ହରମୋହନଙ୍କର ପଇସାର ଅଭାବ ନଥିଲା। ସେ ଓଳସିଙ୍ଗ ହାଇସ୍କୁଲରେ ପଢ଼ିଲେ। ଦୟାନିଧି କଟକର ପ୍ୟାରୀମୋହନ ଏକାଡେମୀରେ ନାଁ ଲେଖାଇଲେ। ଗତିକୃଷ୍ଣ ମଧ୍ୟ ଭିକ୍ଟୋରିଆ ସ୍କୁଲରେ ପଢ଼ିଲେ ଟ୍ୟୁସନ୍ କରି। ବୈଷ୍ଣବ ସ୍କୁଲରୁ ଟିସି ନେଇ ଘରେ ବସି ରହିଲେ। ପିତା ସାଧୁଚରଣ ପଟ୍ଟନାୟକଙ୍କର ଉପର ତିନି ପୁରୁଷ ଖୋର୍ଦ୍ଧାର କଳାପଥର ଧଳାପଥର ଅଞ୍ଚଳରୁ ଉଠି ଆସିଥିଲେ ଢେଙ୍କାନାଳ। ବୈଷ୍ଣବଙ୍କର ପୈତୃକ ଜମିବାଡ଼ି ବେଶୀ କିଛି ନଥିଲା। ଦୂର ଜଙ୍ଗଲ ଜାଗାରେ 2-3 ଏକର ତଇଳା ଜମିରୁ ଏକ ଫସଲି ଯାହା ହେଉଥିଲା। ସାଧୁଚରଣ ପहिले ଷ୍ଟେଟ୍ ଅଧୀନରେ ଛୋଟ ଚାକିରିଟିଏ କରୁଥିଲେ। ପରିବାର ଚଳେଇବା ପାଇଁ ତାହା ଯଥେଷ୍ଟ ନ ହେବାରୁ ସେ ଜଣେ କଛି କଣ୍ଟ୍ରାକ୍ଟରଙ୍କ ପାଖରେ ମୋହରିର କାମ କରୁଥିଲେ। ତାଙ୍କର 4 ପୁଅ ଓ 8 ଝିଅର ସଂସାର। ସେଥିରେ ବୈଷ୍ଣବଙ୍କୁ କଟକ ପଠାଇ ପାଠ ପଢ଼ାଇବା ସମ୍ଭବ ନଥିଲା। କିଛିଦିନ ବୈଷ୍ଣବ ଜଣେ ବଙ୍ଗାଳୀ ଭଦ୍ରଲୋକଙ୍କ ଘରେ ଟ୍ୟୁସନ୍ କରୁଥିଲେ। ତାକୁ ମଧ୍ୟ ଛାଡ଼ିଦେଲେ ସେ। 1931-32 ମସିହା ବେଳକୁ ଆଇନ ଅମାନ୍ୟ ଆନ୍ଦୋଳନ ମାନ୍ଦା ହୋଇଯାଇଥିଲେ ମଧ୍ୟ ବ୍ୟକ୍ତିଗତ ସତ୍ୟାଗ୍ରହ ପାଇଁ ଗାନ୍ଧୀ ଡାକରା ଦେଇଥିଲେ। ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଦମନ କରିବା ଉଦ୍ଦେଶ୍ୟରେ ବିଲାତ ସରକାର ଅନୁନ୍ନତ ସମ୍ପ୍ରଦାୟ ବା ତଥାକଥିତ ଅସ୍ପୃଶ୍ୟମାନଙ୍କୁ ପୃଥକ୍ ନିର୍ବାଚନ ଅଧିକାର ଦେବାକୁ ଚାହିଁଲେ। ଗାନ୍ଧୀ ଏହାର ବିରୋଧ କରି ଜେଲ୍ ଭିତରେ ଅନଶନ କଲେ। ଏଥିରେ ସାରା ଭାରତ ଉଠିଲା ପଡ଼ିଲା। ପରେ ଗାନ୍ଧୀ ଏବଂ ଭୀମରାଓ ଆମ୍ବେଦକରଙ୍କ ମଧ୍ୟରେ ପୁନା ଚୁକ୍ତି ସ୍ୱାକ୍ଷରିତ ହେଲା 1932 ସେପ୍ଟେମ୍ବର 24 ତାରିଖରେ। ବର୍ଷର ଶେଷ ଆଡ଼କୁ ତୃତୀୟ ଗୋଲଟେବୁଲ ବୈଠକ ବିଲାତରେ ବସି ଭାରତୀୟଙ୍କୁ ପ୍ରାଦେଶିକ ସ୍ତରରେ ଦାୟିତ୍ୱମୂଳକ ଶାସନ ଦେବା କଥା ଆଲୋଚିତ ହେଲା। 1931 ଠାରୁ ଅଲ୍ ଇଣ୍ଡିଆ ଷ୍ଟେଟ୍ ପିପୁଲ୍ସ କନଫରେନ୍ସ ଗଢ଼ା ହୋଇଥାଏ। ଏଥିରେ ଗଡ଼ଜାତ ରାଜ୍ୟର ପ୍ରଜାମାନେ ସେଠାକାର ଶାସନରେ ଅତ୍ୟାଚାର ଓ ଅନ୍ୟାୟ ଶୋଷଣର ଶିକାର ହେଉଥିବା କଥା ଚର୍ଚ୍ଚା ହେଉଥାଏ। କଂଗ୍ରେସ ସିଧାସଳଖ ଦେଶୀୟ ରାଜ୍ୟମାନଙ୍କରେ ଆନ୍ଦୋଳନ କରିବା ସପକ୍ଷରେ ନଥାଏ। ଦେଶୀୟ ରାଜ୍ୟରେ ରାଜନୈତିକ ଓ ଅର୍ଥନୈତିକ ସଂସ୍କାର ପାଇଁ ସେଠାକାର ଲୋକେ ଆପେ ଆପେ ଉଦ୍ୟମ କରିବା ଉଚିତ ହେବ ବୋଲି ଗାନ୍ଧୀଜୀ କହୁଥିଲେ। କଂଗ୍ରେସର ଏହି ପଲିସି ଅଫ୍ ନନ୍ ଇଣ୍ଟରଫିୟରେନ୍ସ ଗଡ଼ଜାତର ଲୋକଙ୍କୁ ଭଲ ଲାଗୁନଥାଏ। ବୈଷ୍ଣବ ଏସବୁ ଘଟଣାରେ ଅତ୍ୟନ୍ତ ଅସନ୍ତୋଷ ଥିବାରୁ ରାଜା ସରକାରର ଖାମଖିଆଲି ଓ ଦାୟିତ୍ୱହୀନ ଶାସନରୁ କିପରି ମୁକ୍ତି ମିଳିବ ସେ ବିଷୟରେ ସର୍ବଦା ଚିନ୍ତିତ ଥିଲେ। 1931-32 ବେଳକୁ ଢେଙ୍କାନାଳର ଚିତ୍ର ବଦଳି ଯାଇଥିଲା। 1927 ମସିହାରୁ କଟକ ତାଳଚେର ରେଳ ଲାଇନରେ ରେଳଗାଡ଼ି ଚାଲୁଥିଲା। ତା ଛଡ଼ା ଚକ୍ରଧର ମିଶ୍ରଙ୍କର ଲରି ସର୍ଭିସ୍ କଟକର ଚହଟାଘାଟ ପାଖରୁ ସମ୍ବଲପୁର ଯାଏଁ ଢେଙ୍କାନାଳ ବାଟେ ଚାଲୁଥିଲା। ଏହା ଫଳରେ ବ୍ରିଟିଶ ଓଡ଼ିଶାର କଟକ, ଅନୁଗୁଳ ଓ ସମ୍ବଲପୁର ସହ ଢେଙ୍କାନାଳର ପ୍ରତ୍ୟକ୍ଷ ସମ୍ପର୍କ ସୃଷ୍ଟି ହୋଇଥିଲା। ଦେଶର ଖବର ସହଜରେ ମିଳିପାରୁଥିଲା। ପ୍ରତିଦିନ ରେଳ ଷ୍ଟେସନ ଯାଇ ସେଠାରେ ଖବରକାଗଜ ପଢ଼ିବା ସହ ହାଇସ୍କୁଲ ଶିକ୍ଷକମାନଙ୍କ ସହ ଆଲୋଚନା କରିବା ବୈଷ୍ଣବଙ୍କର ମୁଖ୍ୟ କାମ ଥିଲା। ଢେଙ୍କାନାଳ ହାଇସ୍କୁଲ କେତେକ ଛାତ୍ରଙ୍କୁ ବହିଷ୍କାର କରି ଚୁପ୍ ହୋଇ ବସି ନଥିଲା। ପରେ ପରେ ସ୍ୱାଧୀନଚେତା ଶିକ୍ଷକମାନେ ରାଜରୋଷର ଶିକାର ହେଲେ।
ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ଲାଲ ଦତ୍ତ, ମନମୋହନ ଘୋଷ, ବାସୁଦେବ ମହାପାତ୍ର, ରମେଶ ଚନ୍ଦ୍ର ପଟ୍ଟନାୟକ ଏବଂ ରଘୁନାଥ କର ପ୍ରଭୃତି ସ୍ୱଦେଶପ୍ରେମୀ ଶିକ୍ଷକମାନଙ୍କୁ ବିଦ୍ୟାଳୟରୁ ବର୍ଜନ କରାଗଲା। ବୈଷ୍ଣବକୁ ଏସବୁ ଦାରୁଣ ଦୁଃଖ ଦେବା ସଙ୍ଗେ ସଙ୍ଗେ ରାଜଦରବାରର ଅନ୍ୟାୟ ଅତ୍ୟାଚାର ବିରୋଧରେ ତାଙ୍କ ମନରେ ଘୋର ବିଦ୍ରୋହ ଭାବ ସୃଷ୍ଟି କଲା। 1932-33 କଟିଗଲା ଏସବୁ ମର୍ମ ବେଦନାରେ। 1934 ମସିହା ତାଙ୍କ ଜୀବନକୁ ଏକ ଭିନ୍ନ ମୋଡ଼ ଦେଲା। ବାପା ଜଣେ କଚ୍ଛି କଣ୍ଟ୍ରାକ୍ଟରଙ୍କ ସହାୟତାରେ ବୈଷ୍ଣବଙ୍କ ପାଇଁ ରେଳବାଇରେ ଗୋଟିଏ ରଙ୍ଗମିସ୍ତ୍ରୀ ଚାକିରି ଯୋଗାଡ଼ କରିଦେଲେ। ଏହା ଫଳରେ ଚାକିରିଟିଏ ଓ କିଛି ମାସିକ ପଇସା ଯେ ମିଳିଲା ତାହା ନୁହେଁ, ତାଙ୍କ ସମ୍ପର୍କର ବଳୟ ହଠାତ୍ ପ୍ରସାରିତ ହୋଇଗଲା। ଏକ ପକ୍ଷରେ ରେଳବାଇର କର୍ମଚାରୀ ଭାବେ ପାସ୍ ଖଣ୍ଡେ ପାଇ ବିନା ଖର୍ଚ୍ଚରେ ଅନାୟାସରେ ଢେଙ୍କାନାଳରୁ କଟକ ଓ କଟକରୁ ଢେଙ୍କାନାଳ ବା ତାଳଚେର ଯିବା ଆସିବା କରିବାକୁ ସୁଯୋଗ ମିଳିଲା। ଅନ୍ୟ ପକ୍ଷରେ ରେଳବାଇରେ କାମ କରୁଥିବା ହଜାର ହଜାର ଗ୍ୟାଙ୍ଗ କୁଲି ଓ ମଜୁରିଆମାନଙ୍କ ସହ ତାଙ୍କର ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପିତ ହେଲା। ରେଳବାଇ ମାଇଲ ଖୁଣ୍ଟି ଓ ଅନ୍ୟାନ୍ୟ ଖୁଣ୍ଟିରେ ରଙ୍ଗ କରିବା ଥିଲା ତାଙ୍କର କାମ। ତାଳଚେର ଓ ନିର୍ଗୁଣ୍ଡି ମଧ୍ୟରେ କାମ ସାରିବା ପରେ ସେ କଟକ ପଳାଇ ଯାଉଥିଲେ ବା ରେଲ କର୍ମଚାରୀମାନଙ୍କ ସହ ଉଠା ବସା କରୁଥିଲେ। ବୈଷ୍ଣବ ଦୁଇ କୂଳରେ ଛିଡ଼ା ହୋଇ ନିଜ ରାଜ୍ୟରେ ଘଟୁଥିବା ଅତ୍ୟାଚାର ଏବଂ କଟକରେ ଘଟୁଥିବା ରାଜନୈତିକ ଘଟଣାମାନ ଅବଲୋକନ କରୁଥିଲେ। ବୈଷ୍ଣବ ଜର୍ଜ ସ୍କୁଲରେ ପଢ଼ୁଥିବା ବେଳେ 1925ରେ ଶଙ୍କର ପ୍ରତାପ ଢେଙ୍କାନାଳର ରାଜା ହେଲେ। ତାପରେ ପଟ୍ଟାୟତଙ୍କର ବାହାଘର। 1932-35 ମଧ୍ୟରେ ଯତନନଗର ନିର୍ମାଣ। ଏସବୁ ପାଇଁ ଘର ଘର ବୁଲି ବେଠିଆମାନଙ୍କୁ ଧରି ଅଣାଯାଉଥିଲା। ଏପରି ଅତ୍ୟାଚାର ରାଜ୍ୟସାରା ହାହାକାର ସୃଷ୍ଟି କରିଥିଲା। ହାତରୁ ଖାଇ ରାତିଦିନ କାମ କରି କରି ଲୋକମାନେ କୁରୁମ ହୋଇ ଯାଉଥିଲେ। ତାରି ଭିତରେ ଆହୁରି ଅନେକ ବିଭତ୍ସ ଘଟଣା। 6 ଦେଶର ଯୁବତୀ ଝିଅ ଲାବଣ୍ୟ ପ୍ରତି ପାଶବିକ ଅତ୍ୟାଚାର, 2 ବଙ୍ଗ ଲଳନାଙ୍କ ପ୍ରତି ପାଶବିକ ଅତ୍ୟାଚାର, ସାଧୁମାନଙ୍କୁ ବେଶ୍ୟା ଦ୍ୱାରା ଧର୍ଷଣ, ନିଶ ଉପଡ଼ା, ଢିଙ୍କିରେ ମୁଣ୍ଡ ଛେଚା, ହାତୀଧରା ପ୍ରଭୃତି ଅତ୍ୟାଚାର ଗଡ଼ଜାତ ରାଜ୍ୟର ସୀମା ଡେଇଁ ଓଡ଼ିଶା ରାଜ୍ୟ ଓ ସାରା ଭାରତରେ ଚହଳ ପକାଇ ଦେଇଥିଲା। 1937 ବେଳକୁ ରାଜାଙ୍କର କ୍ଷମତା ବଢ଼ିଗଲା। 1937 ସନନ୍ଦ ଅନୁସାରେ ଢେଙ୍କାନାଳ କ ଶ୍ରେଣୀୟ ରାଜ୍ୟର ମର୍ଯ୍ୟାଦା ପାଇଲା। ରାଜା ପର୍ଯ୍ୟାପ୍ତ କ୍ଷମତାର ଅଧିକାରୀ ହେଲେ। ପଲିଟିକାଲ ଏଜେଣ୍ଟଙ୍କର ହସ୍ତକ୍ଷେପ କରିବାର କ୍ଷମତା ସଙ୍କୁଚିତ ହୋଇଗଲା। ସ୍ୱାଧୀନତା ସଂଗ୍ରାମ ବେଳେ ଗଡ଼ଜାତ ରାଜ୍ୟରେ ଅଶାନ୍ତି ଓ ଆନ୍ଦୋଳନକୁ ଚପାଇ ରଖିବା ପାଇଁ ବ୍ରିଟିଶ ସରକାର ଏଭଳି କ୍ଷମତା ରାଜାଙ୍କ ହାତରେ ନ୍ୟସ୍ତ କରିଥିଲା। ତେଣେ 1935 ମସିହା ଭାରତ ଆଇନ କାର୍ଯ୍ୟକାରୀ ହେବା ଫଳରେ ବ୍ରିଟିଶ ଓଡ଼ିଶା ଅର୍ଥାତ୍ ମୋଗଲବନ୍ଦୀ ଅଞ୍ଚଳରେ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା 1937 ବେଳକୁ ପ୍ରବର୍ତ୍ତିତ ହୋଇଗଲା। ସେଠାକାର ଲୋକେ କିଛି ପରିମାଣରେ ବ୍ୟକ୍ତି ସ୍ୱାଧୀନତା ସହ ଦାୟିତ୍ୱମୂଳକ ଶାସନ ପ୍ରାପ୍ତ ହୋଇଥିଲେ। ଚାଷୀ ମଧ୍ୟ ନିଜ ଜମିର ସତ୍ତ୍ୱ ପାଇଥିଲା। ମାତ୍ର ଗଡ଼ଜାତର ପ୍ରଜାମାନେ ଏଥିରୁ ଥିଲେ ବଞ୍ଚିତ। କଟକ ଥିଲା ରାଜନୈତିକ କାର୍ଯ୍ୟକ୍ରମର ପ୍ରାଣକେନ୍ଦ୍ର। ଉଭୟ ସାମ୍ୟବାଦୀ ଏବଂ ସମାଜବାଦୀମାନେ ଏଠାରେ ଖୁବ୍ ଗତିଶୀଳ ଥିଲେ। ଗଡ଼ଜାତ ରାଜ୍ୟର ପ୍ରଜାମାନଙ୍କର ଅତ୍ୟାଚାର ବିରୋଧରେ ସେମାନେ ଜନମତ ସୃଷ୍ଟି କରିବାରେ ଲାଗିଥିଲେ। 1937ରେ ଅଲ୍ ଓଡ଼ିଶା ଷ୍ଟେଟ୍ ପିପୁଲ୍ସ କନଫରେନ୍ସର ଦ୍ୱିତୀୟ ଅଧିବେଶନ କଟକ ସହରରେ ବସିଥିଲା।
ଏଥିରେ ଗଡ଼ଜାତ ରାଜ୍ୟର ପ୍ରଜାମାନଙ୍କ ପାଇଁ ନିମ୍ନ ପ୍ରସ୍ତାବଗୁଡ଼ିକ ଗୃହୀତ ହୋଇଥିଲା। 1. ଚାଷୀର ନିଜ ଜମି ଉପରେ ରୟତି ସ୍ୱତ୍ୱ ହାସଲ। 2. ପ୍ରଜାମାନଙ୍କର ମୌଳିକ ଅଧିକାର ପ୍ରାପ୍ତି। 3. ଦାୟିତ୍ୱମୂଳକ ଶାସନ ପ୍ରଚଳନ। ଏବଂ 4. ଗଡ଼ଜାତ ରାଜ୍ୟରେ ଅତ୍ୟାଚାର ଅଭିଯୋଗ ସମ୍ପର୍କରେ ତଦନ୍ତ କମିଟି ଗଠନ। ଏହାର ପ୍ରଭାବ ଢେଙ୍କାନାଳ ରାଜ୍ୟର ପ୍ରଜାମାନଙ୍କ ଉପରେ ପଡ଼ୁଥିଲା। କଟକରେ ପାଠ ପଢ଼ୁଥିବା ଗଡ଼ଜାତ ରାଜ୍ୟର ପିଲାମାନେ ସେଠାରେ ଏକତ୍ରିତ ହୋଇ ଏସବୁ ଆଲୋଚନା କରୁଥିଲେ ଓ ତାର ପ୍ରତିକାର ଲୋଡୁଥିଲେ। ଏଥିରେ ସେମାନଙ୍କୁ ଭଗବତୀ ଚରଣ ପାଣିଗ୍ରାହୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ଗୋକୁଳ ରାୟ ଚୂଡ଼ାମଣି, ସୁରେନ୍ଦ୍ର ଦ୍ୱିବେଦୀ, ଅନନ୍ତ ପଟ୍ଟନାୟକ, ପ୍ରାଣକୃଷ୍ଣ ପଢ଼ିଆରୀ ଓ ଗୌରାଙ୍ଗ ଚରଣ ଦାସ ପ୍ରମୁଖ ସାହାଯ୍ୟ କରୁଥିଲେ। ଢେଙ୍କାନାଳର ହରମୋହନ ପଟ୍ଟନାୟକ, ଲକ୍ଷ୍ମୀଧର ସାହୁ, ବୈଷ୍ଣବ ପଟ୍ଟନାୟକ, ଗତିକୃଷ୍ଣ ଭଞ୍ଜ ଓ ବସନ୍ତ ମିଶ୍ର ପ୍ରମୁଖ ରାଜନୈତିକ କାର୍ଯ୍ୟକ୍ରମରେ ଉଦ୍ବୁଦ୍ଧ ହେଉଥିଲେ। ଢେଙ୍କାନାଳର ସାରଙ୍ଗଧର ଦାସ ଓଡ଼ିଶା ପିପୁଲ୍ସ କନଫରେନ୍ସର ସମ୍ପାଦକ ହିସାବରେ ନାଁ କରିଥାନ୍ତି। ବୈଷ୍ଣବଙ୍କର ପ୍ରେରଣାର ଉତ୍ସ ଥିଲେ ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀ। 1932-33 ବେଳକୁ ସାରଥୀ ନାମକ ଏକ ବାମପନ୍ଥୀ ପାକ୍ଷିକ କାଗଜ କଟକରୁ ବାହାରୁଥାଏ। ମାଳତୀ ଦେବୀଙ୍କର ଗହଣା ବିକା ପଇସାରେ ରାଧାନାଥ କବିରାଜ ବୋଲି ଜଣେ ବନ୍ଧୁଙ୍କ ହାତ ପ୍ରେସରେ ଏହା ଛପାଯାଏ। କିଛି ଦିନ ପରେ ଏହା ବନ୍ଦ ହୋଇଗଲା। ତାପରେ ନବବାବୁଙ୍କ ବଖରାବାଦ ଘର ପିଣ୍ଡାରେ ଆରମ୍ଭ ହେଲା ପକୋଡ଼ି କ୍ଲବ। ସମାଜବାଦୀ ଓ ସାମ୍ୟବାଦୀମାନଙ୍କର ରାଜନୈତିକ ବୈଠକ ପାଇଁ ଏହା ଗଢ଼ାଯାଇଥିଲା। ସେମାନଙ୍କ ସହ ଗଡ଼ଜାତର ଛାତ୍ରମାନେ ଏକାଠି ହେଉଥିଲେ। ହରମୋହନ ପଟ୍ଟନାୟକଙ୍କ ସହ ବୈଷ୍ଣବ ମଝିରେ ମଝିରେ ଏ ପକୋଡ଼ି କ୍ଲବରେ ଯୋଗ ଦେଉଥିଲେ। ଦେଶର ସ୍ୱାଧୀନତା ଓ ଗଡ଼ଜାତର ମୁକ୍ତି ସମସ୍ତଙ୍କୁ ଘାରିଥାଏ। ପକୋଡ଼ି କ୍ଲବରେ ନବବାବୁ, ମାଳତୀ ଦେବୀ, ଭଗବତୀ ବାବୁ ପ୍ରଭୃତି ସାମ୍ୟବାଦ, ସମାଜବାଦ, ଫାସିବାଦ ଆଦି ରାଜନୈତିକ ତତ୍ତ୍ୱମାନ ଆଲୋଚନା କରିବା ସହିତ ଫରାସୀ ରାଷ୍ଟ୍ର ବିପ୍ଳବ, ସୋଭିଏତ ରୁଷିଆର ଅକ୍ଟୋବର ବିପ୍ଳବ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଥିଲେ। ତତ୍ ସଂକ୍ରାନ୍ତୀୟ ଅନେକ ବହିପତ୍ର ପଢ଼ିବାକୁ ମଧ୍ୟ ମିଳୁଥିଲା। ନବବାବୁ ଓ ମାଳତୀ ଦେବୀ ପ୍ରଭୃତି କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର କର୍ଣ୍ଣଧାର ହେଲେ। କମ୍ୟୁନିଷ୍ଟ ପାର୍ଟି ଉପରେ ନିଷେଧାଜ୍ଞା ଥିବାରୁ ଭଗବତୀ ବାବୁ ଏବଂ ଗୁରୁଚରଣ ପଟ୍ଟନାୟକ ପ୍ରଭୃତି ମଧ୍ୟ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିରେ ଥିଲେ। ଏହି ପାର୍ଟି ନିଖିଳ ଭାରତ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ସହିତ ଯୋଡ଼ି ହୋଇଥିଲା। ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଜୟପ୍ରକାଶ ନାରାୟଣ ପ୍ରଭୃତି କେନ୍ଦ୍ରୀୟ କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ତୁଙ୍ଗ ନେତା। ବୈଷ୍ଣବଙ୍କର ଏସବୁ ସମ୍ପର୍କ ବଢ଼ିବାରେ ଲାଗିଲା। କଂଗ୍ରେସ ସୋସିଆଲିଷ୍ଟ ପାର୍ଟିର ମୁଖପାତ୍ର ହିସାବରେ କୃଷକ ପତ୍ରିକା ପ୍ରକାଶ ପାଉଥିଲା। ମାଳତୀ ଦେବୀ ଓ ପରେ ଭଗବତୀ ଏହାର ସମ୍ପାଦକ। ଏହି ପତ୍ରିକାରେ ଢେଙ୍କାନାଳ ରାଜ୍ୟର ଅତ୍ୟାଚାର କାହାଣୀମାନ ବାହାରେ। ସାରଙ୍ଗବାବୁ ଲଣ୍ଡା ଦେହୁରୀ ଛଦ୍ମନାମରେ ଅନେକ ଲୋମହର୍ଷଣ ବିବରଣୀ ଦିଅନ୍ତି। ଏଥିରେ ତାଙ୍କୁ ଢେଙ୍କାନାଳର ଅନେକ ଲୋକ କଟକରେ ଦେଖା କରି ଅଭିଯୋଗମାନ କରନ୍ତି। ଢେଙ୍କାନାଳର ଅନେକ ଲୋକମାନଙ୍କର ଠିକଣା ତାଙ୍କ ପାଖରେ ଥାଏ। ଢେଙ୍କାନାଳର ରାଜାଙ୍କର କୁଶାସନ ସମ୍ପର୍କରେ ଅନେକ ପିଟିସନ ଲେଖା ହୋଇ ପଲିଟିକାଲ ଏଜେଣ୍ଟଙ୍କ ପାଖକୁ ପଠାଯାଏ। ବୈଷ୍ଣବଙ୍କର ରାଜନୈତିକ ଶିକ୍ଷା ଏହିପରି ଭାବରେ କଟକରେ ଚାଲିଥିଲା। ନବବାବୁ, ମାଳତୀ ଦେବୀ ଏବଂ ଭଗବତୀ ପାଣିଗ୍ରାହୀ
ତାଙ୍କର ରାଜନୈତିକ ଗୁରୁ ଥିଲେ। ଏ ସବୁଥିରୁ ସେ ମୋଟାମୋଟି ଭାବେ ବୁଝିଥିଲେ ଯେ ମଣିଷ ତାର ଆବଶ୍ୟକତା ମେଣ୍ଟାଇବା ପାଇଁ ଖାଦ୍ୟ, ବସ୍ତ୍ର ଏବଂ ରହିବା ଘର ଇତ୍ୟାଦି ଲୋଡ଼େ। ଏଥିପାଇଁ ତାକୁ ପରିଶ୍ରମ କରି ଉତ୍ପାଦନ କରିବାକୁ ହୁଏ। ଉତ୍ପାଦନ ପ୍ରକ୍ରିୟା ପାଇଁ ହଳ, ବଳଦ, ବିହନ ଓ ପୁଞ୍ଜିର ଆବଶ୍ୟକ। ଜମି ଉପରେ ସତ୍ତ୍ୱ ମଧ୍ୟ ଦରକାର। ଉତ୍ପାଦନ କରିବା ପାଇଁ ଓ ଉତ୍ପାଦିତ ଦ୍ରବ୍ୟ ଭୋଗ କରିବା ପାଇଁ ତାର ସ୍ୱାଧୀନତା ଓ ସୁଯୋଗ ଥିବା ମଧ୍ୟ ଦରକାର। ତାର ଉତ୍ପାଦିତ ସାମଗ୍ରୀକୁ ଯଦି କେହି ବଳପୂର୍ବକ ଛଡ଼ାଇ ନେବାକୁ ଚେଷ୍ଟା କରେ, ତେବେ ମଣିଷ ତା ବିରୋଧରେ ସଂଗ୍ରାମ କରିବାକୁ ବାଧ୍ୟ ହୁଏ। ମର୍ଯ୍ୟାଦାର ସହ ବଞ୍ଚିବାକୁ ହେଲେ ସଂଗ୍ରାମ ଅବଶ୍ୟମ୍ଭାବୀ। ମଣିଷର ଇତିହାସ ତେଣୁ ସଂଗ୍ରାମର ଇତିହାସ। ପୁଣି ସଂଗ୍ରାମ ପାଇଁ ସାହସ ଦରକାର, ସଂଗଠନ ଦରକାର। ଭୀରୁ, ଭୟାଳୁ ଓ ଏକଲା ମଣିଷ ସଂଗ୍ରାମ କରିପାରେ ନାହିଁ। ତେଣୁ ଇତିହାସର ସମସ୍ତ ସଂଗ୍ରାମ ପଛରେ ନିଷ୍ଠାପର ଜନସଂଗଠନ ରହିଛି। ସଂଗ୍ରାମୀ ମଣିଷ ତାର ମୌଳିକ ଅଧିକାର ଓ ସ୍ୱାତନ୍ତ୍ର୍ୟ କଥା ଅନେକ ସମୟରେ ଉଠାଏ। ଯେଉଁ ପ୍ରଶାସନିକ ବ୍ୟବସ୍ଥା ତାର ସ୍ୱାଧୀନତାକୁ କ୍ଷୁଣ୍ଣ କରେ, ତାକୁ ହଟାଇ ତା ଜାଗାରେ ନିଜର ସୁବିଧା ମୁତାବକ ଏକ ଶାସନ ପ୍ରଚଳନ କରିବା ପାଇଁ ସେ ଚେଷ୍ଟା କରେ। ଅନ୍ୟ ଭାଷାରେ ପ୍ରତ୍ୟେକ ସଂଗ୍ରାମ ପଛରେ ପ୍ରଶାସନିକ ଓ ଅର୍ଥନୈତିକ ଦୁର୍ଦ୍ଦଶା ଓ ଅସନ୍ତୋଷ ନିହିତ ଥାଏ। ନିଆଁରୁ ଶୁଦ୍ଧ ସୁବର୍ଣ୍ଣ ବାହାରିଲା ପରି ଅସନ୍ତୋଷ ଅଗ୍ନି ମଧ୍ୟରୁ ସଂଗ୍ରାମୀ ମଣିଷମାନେ ପ୍ରଚଣ୍ଡ ପୌରୁଷ ନେଇ ଉଭା ହୁଅନ୍ତି। ଢେଙ୍କାନାଳ ରାଜ୍ୟର ଲୋକମାନଙ୍କର ଦୁଃଖ କଷ୍ଟ ଓ ଅତ୍ୟାଚାର ବୈଷ୍ଣବ ସ୍ୱଚକ୍ଷୁରେ ଦେଖୁଥିଲେ। ଏସବୁ ତାଙ୍କ ଆତ୍ମାକୁ ବାଧୁଥିଲା। ଜଣେ ଦାୟିତ୍ୱହୀନ ଶାସକ ଓ ତାଙ୍କ ଭାଇ ବିରାଦଙ୍କର ଭୋଗବିଳାସ, ପରପୀଡ଼ନ ଓ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସେ ଦିଗ୍ଦର୍ଶନ ପାଇଥିଲେ ସାମ୍ୟବାଦୀ ଏବଂ ସମାଜବାଦୀମାନଙ୍କ ଠାରୁ। ଆଉ ମଧ୍ୟ ସେ ବୁଝିଥିଲେ ଦେଶୀୟ ରାଜାମାନେ ଗୋଟିଏ ଗୋଟିଏ ସନନ୍ଦ ଇଂରେଜ ସରକାରଙ୍କ ଠାରୁ ପାଇ ସାମ୍ରାଜ୍ୟବାଦୀଙ୍କ ଇଚ୍ଛା ମୁତାବକ ଶାସନ କରୁଛନ୍ତି। ଏହା କୁଚକ୍ରୀ ଇଂରେଜମାନଙ୍କର ଏକ ସୁଚିନ୍ତିତ ଚାଲ। ଗଡ଼ଜାତର ରାଜନ୍ୟବର୍ଗ ଇଂରେଜ ସରକାରଙ୍କୁ ବାର୍ଷିକ ପେସ୍କିସ୍ ଦେଇ ସେମାନଙ୍କ ପ୍ରତି ପୂର୍ଣ୍ଣ ଆନୁଗତ୍ୟ ପ୍ରକାଶ କରୁଥିଲେ। ଦେଶୀୟ ରାଜ୍ୟର ପ୍ରଜାମାନଙ୍କୁ କଠୋର ଶାସନ ମଧ୍ୟରେ ଚାପି ରଖି ଶୋଷଣ କରିବା ପାଇଁ ଦେଶୀୟ ରାଜାମାନେ ଇଂରେଜମାନଙ୍କର ଏଜେଣ୍ଟ ବା ଦଲାଲ ରୂପେ କାର୍ଯ୍ୟ କରୁଥିଲେ ଏବଂ ପ୍ରଜାମାନଙ୍କଠାରୁ ଅନ୍ୟାୟ କର, ବେଠି, ବେଗାରୀ, ରସଦ ଓ ମାଗଣ ପ୍ରଭୃତି ଆଦାୟ କରି ବିଳାସ ବ୍ୟସନରେ ରହୁଥିଲେ। ତେଣୁ ବ୍ୟକ୍ତି ସ୍ୱାଧୀନତା ବା ଦାୟିତ୍ୱମୂଳକ ଶାସନର ପ୍ରଶ୍ନ ନଥିଲା ସେଠି। ଏଇ ପରିପ୍ରେକ୍ଷୀରେ ବୈଷ୍ଣବଙ୍କ ରାଜନୈତିକ ଶିକ୍ଷା ଖୁବ୍ ଉପାଦେୟ ହୋଇଥିଲା। ଅତ୍ୟାଚାର, ଶୋଷଣ ଓ ନିର୍ଯାତନା ବିରୋଧରେ ଲୋକମାନଙ୍କୁ ପ୍ରଶିକ୍ଷିତ କରିବା ଓ ସଂଗଠିତ କରିବାକୁ ସେ ନିଜର ପରମ କର୍ତ୍ତବ୍ୟ ଭାବେ ବିବେଚନା କରୁଥିଲେ।